आइडियालिज्म देखंतु कौन कहला मीनिंग ऑफ आइडियालिज्म मीनिंग रे कौन कहला तो इंग्लिश वर्ड आइडियालिज्म इज डिराइव्ड फ्रॉम द ग्रीक वर्ड आइडिया फास्ट मते टिके कंफर्म करंतु चैट बॉक्स रे वॉइस क्लियर अछि स्क्रीन देखा जाउची क्लियर ओके क्लियर यस ठीक अछि ओके देखंतु ओके देखंतु मीनिंग ऑफ इन आइडियालिज्म कौन कहला द इंग्लिश वर्ड आइडियालिज्म इज डिराइव्ड फ्रॉम द ग्रीक वर्ड आइडिया इंग्लिश वर्ड टा आइडियालिज्म वर्ड टा हमर गोटे ग्रीक वर्ड रो आसीची आइडिया रू आइडियालिज्म इज डिराइव्ड फ्रॉम टू वर्ड्स आइडियालिज्म वर्ड टा दीटा वर्ड रू आसीची दीटा जाक कोन आइडिया गोटे आइडियल्स गोटे ओके देन कहला आइडियालिज्म एज ए फिलोसफी Idealism as a philosophy doctrine is represented by Socrates, Plato, Fichte, Kant and etc. माने देखंतु कौन कहला आइडियालिज्म गोटे फिलोसफी जोटा कि रिप्रेजेंट किए किए करथिले हमर सॉक्रेट करथिले प्लाटो करथिले फिच करथिले कैंट करथिले आउ अन्य किछि जण फिलोसोफर करथिले दीटा मन रखंतु जो कैंट रो नाटा देइची कैंट हमर तांकर पूरा नाटा होची कोन इमानुएल कैंट ଟିକେ ସ୍କ୍ରିନ ରେ ଗାରଉଛନ୍ତି ପିଲାମାନେ ଟିକେ କାଇଣ୍ଡଲି ସ୍କ୍ରିନ ରେ କେହି ଗାରାନ୍ତୁନି ପେନ ର ଯୋଉ ସିମ୍ବଲ ଟା ଆପଣ ମାନଙ୍କ ସ୍କ୍ରିନ ରେ ଆସୁଛି ସେଟା କେହି ଟଚ କରନ୍ତୁନି ସବୁ କ୍ଲାସ ରେ ଏଇ ପ୍ରୋବ୍ଲେମ ହଉଛି ଏଇ ପ୍ରୋବ୍ଲେମ ଆପଣ ମାନଙ୍କୁ ଏଭ୍ରି କ୍ଲାସ ରେ କହୁଛି ତଥାପି ଆପଣ ମାନେ ସେମ ପ୍ରୋବ୍ଲେମ କାହିଁକି କରୁଛନ୍ତି କଣ ଦରକାର ଆପଣଙ୍କର ଯଦି କିଛି ଡାଉଟ ରହୁଛି ତାହେଲେ ଚାଟ ବକ୍ସ ରେ ପଚାରନ୍ତୁ କିମ୍ବା ମୁଁ ଯେତେବେଳେ ଆପଣ ମାନଙ୍କୁ ଆକ୍ସେସ କରିବି ଅନମ୍ୟୁଟ କରିବା ପାଇଁ ସେତେବେଳେ ଆପଣ ଅନମ୍ୟୁଟ କରିକି ପଚାରିବେ ପେନ୍ କାହିଁକି ୟୁଜ କରୁଛନ୍ତି ଆପଣ ମାନେ କିଛି ଦରକାର ନାହିଁ डिसिप्लिन मेंटेन करंतु क्लास रे टिके ओके देखंतु कैंट ର पूरा ना होची कोन इमानुएल कैंट नोट डाउन करंतु म आपण मानको प्रीवियस क्लास रे कहितली जेतेबेले क्लास करिवे नोटबुक धरिके बसिबे धरिचंती कॉपी पेन धरिके बसिबे कहितले आपण मानको नोट डाउन करंतु आपण मानकर एक्स्ट्रा नॉलेज पई फिच कर यस तांकर पूरा ना होची कोन जोहान कोटेलियड फिच यस नोट डाउन करंतु ए दिटा ना ଆପଣଙ୍କର एक्स्ट्रा नॉलेज ପାଇଁ ମୁଁ କହୁଛି ଏଟା ନୋଟ ଡାଉନ କରନ୍ତୁ ଆଇଡିଆଲିଜମ ର ଓଭରଅଲ ମିନିଂ ମୁଁ ଆପଣ ମାନଙ୍କୁ କହୁଛି ଶୁଣନ୍ତୁ ଏଟା ଗୋଟେ ବିଲିଫ ଅଫ ମାଇଣ୍ଡ କ୍ଲିୟର ଗୋଟେ କି ମାନେ ବେଶୀ ଇମ୍ପୋର୍ଟାନ୍ସ ଦଉଛି ଆମର ମାଇଣ୍ଡ ରେ ଆମେ କଣ ଭାବୁଛେ ମାନେ ସ୍ପିରିଚୁଆଲ ଥଟ୍ କୁ रियलिटी अपेक्षा बेसी इम्पोर्टेंस दଉଛି स्पिरिचुअल थॉट को आइडियालिज्म वॉइस क्लियर होउनी पिला माने ଟିକେ कन्फर्म करिवे वॉइस क्लियर होउनी कि पिला माने क्लियर अछि यस क्लियर अछि टिके जहा को क्लियर होउनी मे बी नेटवर्क इशू सेटपटे थाई पारे टिके नेटवर्क एरिया को आसंतु वॉइस क्लियर अछि यस 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 क्लियर अछि देखंतु हां ठीक अछि जहार वॉइस माने मो वॉइस जहा को क्लियर सुभुनी टिके नेटवर्क एरिया को आसंतु देखंतु मो चैट बॉक्स रे ही स्पेलिंग टा कहि दउची आपण मानकू ठीक अछि चैट बॉक्स रे लिखि दियंतु समस्ते
ଦେଖନ୍ତୁ ଆଇଡିଆଲିଜିମ ରେ ନ୍ୟାଚୁରାଲିଜିମ ରେ ଆମର ରିଏଲିଟି ଉପରକୁ ରିଏଲିଟି କଥାଟା ଯେ ଆମର ଯାହା ରହୁଛି ରିଏଲ ଲାଇଫ ରେ ଯାହା ଘଟୁଛି ଗୋଟେ ପିଲା ତା ଆଖି ସାମ୍ନାରେ ଯାହା ଦେଖୁଛି ସେଇଟାକୁ ସେ ବେଶୀ ପ୍ରାୟୋରିଟି ଦଉଥିଲେ ଆଇଡିଆଲିଜିମ ରେ ସେ ସ୍ପିରିଚୁଆଲ ଥଟ୍ ଟାକୁ ବେଶୀ ପ୍ରାୟୋରିଟି ଦଉଛନ୍ତି ରାଦର ଦେନ ରିଏଲ ମ୍ୟାଟର କ୍ଲିୟର ସମସ୍ତେ ଥଟ୍ସ ଆଇଡିଆ ଆଣ୍ଡ ଭ୍ୟାଲ୍ୟୁ ଏଇ ତିନିଟା ଯାକ ହଉଛି ରିଏଲ ଟ୍ରୁଥ ହଉଛି କଣ ଆଇଡିଆଲିଜିମ ରେ ଆମର ଥଟ୍ସ ମାନେ ଆମେ କଣ ଭାବୁଛେ ଆମର ଆଇଡିଆ ଆମେ କଣ ଆଇଡିଆ ଲଗଉଛେ ଆଉ ଆମର ଭାଲ୍ୟୁସ୍ ଯାହା ବି ରହୁଛି ସେଇଟା ହଉଛି ଆଇଡିଆଲିଜିମ ରେ ଗୋଟେ ରିଏଲ ଟ୍ରୁଥ ଏଇଟା ହଉଛି ପିଲାମାନେ ଏକ୍ସଟ୍ରା ପଏଣ୍ଟ ଆପଣ ମାନେ ଯଦି କପି ପେନ୍ ଧରିଛନ୍ତି ମାର୍କ କରିଦିଅନ୍ତୁ କ୍ଲିୟର ସମସ୍ତେ ମିନିଂ ଅଫ ଆଇଡିଆଲିଜିମ ସମସ୍ତେ ବୁଝିଲେ କ୍ଲିୟର କରନ୍ତୁ ଚାଟ ବକ୍ସ ରେ ୟେସ୍ ଅର नो ୟେସ୍ ଦେନ୍ ଆମେ ଦେଖନ୍ତୁ ପଢିବା ଡେଫିନେସନ ଅଫ ଆଇଡିଆଲିଜିମ ଆଇଡିଆଲିଜିମ ର ଡେଫିନେସନ କଣ ରହୁଛି ୟେସ୍ କ୍ଲିୟର ଭେରି ଗୁଡ ଆଇଡିଆଲିଜିମ ର ଡେଫିନେସନ କଣ ରହୁଛି ଦେଖନ୍ତୁ ଆଇଡିଆଲିଜିମ ହୋଲ୍ଡସ ଦ୍ୟାଟ ସୁପ୍ରଭା ଦାସ नो କହୁଛନ୍ତି କୋଉଟା ଆପଣ ବୁଝିପାରୁନାହାନ୍ତି କୋଉ ପଏଣ୍ଟ ଟା ଆପଣ ବୁଝିପାରିଲେନି ଲାଷ୍ଟ ପଏଣ୍ଟ କୋଉଟା ମୁଁ ଯୋଉଟା କହିଲି ସେଇଟା ହଉଛି ମୁଁ ଏବେ କହିଲି ଆମର ଥଟ୍ସ ମାନେ ଆମେ କଣ ଭାବୁଛେ ଆମର ଆଇଡିଆ ଭାଲ୍ୟୁସ୍ ଏଇ ସବୁକୁ ରିଏଲ ଟ୍ରୁଥ ବୋଲି ଧରାଯାଏ ଆଇଡିଆଲିଜିମ ରେ ରିଏଲ ଟ୍ରୁଥ ମାନେ ବୁଝିପାରୁଛନ୍ତି ପ୍ରକୃତ ସତ ଆଇଡିଆଲିଜିମ ରେ ଆମର ଥଟ୍ସ ଆଇଡିଆ ଆଉ ଭାଲ୍ୟୁ ଏଇ ତିନିଟା ଯାକୁ ଆଇଡିଆଲିଜିମ ରେ ରିଏଲ ଟ୍ରୁଥ ବୋଲି ଧରାଯାଏ କ୍ଲିୟର ଆକ୍ଚୁଆଲି ମୁଁ ଆପଣଙ୍କ ଗ୍ରୁପ ରେ ନାହିଁ ଆପଣ ମାନଙ୍କୁ ଯଦି ପିଡିଏଫ ଦରକାର ଆପଣ ମାନେ ଆପଣ ଯୋଉଠି ଆଡମିସନ କରିଛନ୍ତି ସେଠିକାର ସାର୍ ଆଉ ମ୍ୟାଡାମକୁ କଣ୍ଟାକ୍ଟ କରନ୍ତୁ ସେମାନେ ଆପଣଙ୍କୁ ଦେଇଦେବେ ଦେନ୍ ଦେଖନ୍ତୁ ପଢିବା ଡେଫିନେସନ ଅଫ ଆଇଡିଆଲିଜିମ ଆଇଡିଆଲିଜିମ ର ଡେଫିନେସନ କଣ ଆଇଡିଆଲିଜିମ ହୋଲ୍ଡସ ଦ୍ୟାଟ ଅଲ୍ଟିମେଟ ରିଆଲିଟି ଇଜ ସ୍ପିରିଚୁଆଲିଜିମ এই କଥା ମୁଁ ଏବେ କହିଲି ଅଲ୍ଟିମେଟ ରିଆଲିଟି ଇଜ ସ୍ପିରିଚୁଆଲିଜିମ ସେ ସ୍ପିରିଚୁଆଲିଜିମ କୁ ହିଁ ଅଲ୍ଟିମେଟ ରିଆଲିଟି ବୋଲି କହୁଛି ଆଇଡିଆଲିଜିମ ର ମତରେ ସ୍ପିରିଚୁଆଲିଜିମ ଟା ହଉଛି ଗୋଟେ ଅଲ୍ଟିମେଟ ରିଆଲିଟି କ୍ଲିୟର ଆଇଡିଆଲିଷ୍ଟ Idealistic philosophy takes many and varied forms, but the postulate underlying all this is that mind or spirit is the essential world stuff, that the true reality of a mental character. ଦେଖନ୍ତୁ ୟାର ମିନିଂ କଣ ଦେଖନ୍ତୁ ମୁଁ ଆପଣଙ୍କୁ କେବଳ ମିନିଂ ଟା ହିଁ କହିଦଉଛି ଆଇଡିଆଲିଷ୍ଟିକ ଫିଲୋସଫି ମତରେ ମାନେ ସିଏ ବହୁତ ଗୁଡେ ଫର୍ମ କୁ ସେ ୟୁଜ କରୁଛି ତାର ପସ୍ଟୁଲେଟ ମାନେ ତାର ମେନ୍ କ୍ୟାରେକ୍ଟରିଷ୍ଟିକ କାହାକୁ ଅଣ୍ଡରଲାଇନ ସେ କରୁଛି ଆମର ମାଇଣ୍ଡ ରହିଲା ମୁଁ ଆପଣ ମାନଙ୍କୁ ଯାହା ଏବେ କହିଲି ଥଟ୍ସ ରହିଲା ମାଇଣ୍ଡ ରିଲେଟେଡ ରହୁଛି କି ନାହିଁ ଥଟ୍ସ ରହିଲା ମାନେ ମାଇଣ୍ଡ ଅର ସ୍ପିରିଟ ସ୍ପିରିଚୁଆଲ ମାନେ ସ୍ପିରିଟ ଓବିୟସଲି ରହିବ ଇଜ ଦ ଏସେନ୍ସିଆଲ ୱାର୍ଲଡ ଅଫ ଷ୍ଟଫ ମାନେ ସେଇଟା ହିଁ ହଉଛି ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ହଉଛି ଆଇଡିଆଲିଜିମ ରେ ୟାର ମିନିଂ ହଉଛି ସେଇଟା ଦ୍ୟାଟ ଦ ଟ୍ରୁ ରିଆଲିଟି ମାନେ ସ୍ପିରିଟ ହେଲା ଆମର ମାଇଣ୍ଡ ରିଲେଟେଡ ଯାହା ବି ଜିନିଷ ରହିଲା ସେଥିପାଇଁ ମୁଁ ଆପଣ ମାନଙ୍କୁ ଦିଟା କହିଥିଲି କି ଥଟ୍ ଗୋଟେ ଆଇଡିଆ ଗୋଟେ ଏଇ ସବୁ ହଉଛି କଣ ଇମ୍ପୋର୍ଟାଣ୍ଟ ପାର୍ଟ ଅର ଏସେନ୍ସିଆଲ ୱାର୍ଲଡ ଷ୍ଟଫ ତାକୁ କୁହାଯାଉଛି ଆଉ ଆକୁ ହିଁ ଆଇଡିଆଲିଜିମ ରେ ଟ୍ରୁ ରିଏଲିଟି ବୋଲି କୁହାଯାଉଛି ଟ୍ରୁ ରିଏଲିଟି ଅଫ ଏ ମେଣ୍ଟାଲ କ୍ୟାରେକ୍ଟର ପର୍ଟିକୁଲାର ସେ ମେଣ୍ଟାଲ କ୍ୟାରେକ୍ଟରକୁ ଆଇଡେଣ୍ଟିଫାଇ କରୁଛି ସେଥିପାଇଁ ସିଏ ରିଏଲିଟି ଅପେକ୍ଷା ସ୍ପିରିଚୁଆଲ କୁ ବେଶୀ ଗୁରୁତ୍ୱ ଦଉଛି କ୍ଲିୟର ସମସ୍ତେ ଡେଫିନେସନ ଅଫ ଆଇଡିଆଲିଜିମ ସମସ୍ତେ ବୁଝିପାରିଲେ ୟେସ୍ ଅର୍ नो ପିଲାମାନେ ୟେସ୍ ୱାଇଲ୍ଡ ଷ୍ଟଫ ଓନ୍ଲି ଷ୍ଟଫ ନୁହେଁ ସେଟା ୱାଇଲ୍ଡ ଷ୍ଟଫ
ୱାଲ୍ ଷ୍ଟପ୍ ମାନେ ହଉଛି ସେଇଆ ଏସେନ୍ସିଆଲ ୱାଲ୍ ଷ୍ଟପ୍ ଯାହା ଗୋଟେ ଇମ୍ପୋର୍ଟାଣ୍ଟ ଥିଙ୍ଗ ଏକା ମିନିଂ। କ୍ଲିୟର? ଆଇଡିଆଲିଜିମ ଟା ସ୍ପିରିଚୁଆଲିଜିମ କୁ ବେଶୀ ଗୁରୁତ୍ୱ ଦଉଛି ରାଦର ଦ୍ୟାନ ରିଆଲିଟି। ଏଥିରେ ବହୁତ ଗୁଡେ ମାନେ ମେନି ଆଣ୍ଡ ଭେରାଇଟି ଫର୍ମ ୟୁଜ କରାହଉଛି। ତାର କ୍ୟାରେକ୍ଟରିଷ୍ଟିକ ଯୋଉଟା କହିଲା ପସ୍ଟୁଲେଟ ଅଣ୍ଡରଲାଇଂ ଅଲ୍ ଦିସ୍ ଇଜ ଦ୍ୟାଟ୍ ମାଇଣ୍ଡ ଅର୍ ସ୍ପିରିଟ ମାନେ ମାଇଣ୍ଡ ଅର୍ ସ୍ପିରିଟ ରିଲେଟେଡ ଜିନିଷଟାକୁ ସିଏ ଅଣ୍ଡରଲାଇଂ କରୁଛି ମାନେ ତାର ପସ୍ଟୁଲେଟ ଅଣ୍ଡରଲାଇଂ ମାନେ ତାର କ୍ୟାରେକ୍ଟରିଷ୍ଟିକ। କ୍ଲିୟର? ମାଇଣ୍ଡ ଆଉ ସ୍ପିରିଟ ରିଲେଟେଡ ରେ ତାର ଯାହା ବି ଜିନିଷ ରହୁଛି ମାନେ ଆମର ସ୍ପିରିଚୁଆଲ ଥଟ୍ ହେଲା, ଆମର ଆଇଡିଆସ ହେଲା, କ୍ଲିୟର? ଏଇ ସବୁ ଜିନିଷ ଗୁଡାକ କଣ ରହୁଛି ଆମର ମାଇଣ୍ଡ ରିଲେଟେଡ ଜିନିଷ କିମ୍ବା ସ୍ପିରିଟ ରିଲେଟେଡ ଜିନିଷ। ଏଇ ସବୁକୁ ସେ କ୍ୟାରେକ୍ଟରାଇଜ କରୁଛି। ଏଇ ସବୁ ହିଁ ହଉଛି ତାର ଇମ୍ପୋର୍ଟାନ୍ସ ପାର୍ଟ ଆଉ ଏସେନ୍ସିଆଲ ୱାଲ୍ ଷ୍ଟପ୍। କ୍ଲିୟର? ଯିଏ ବୁଝିପାରିନଥିଲେ ସେ କ୍ଲିୟର ହେଇଗଲେ। କିଛି ବି ମାନେ ସେମିତି କିଛି ଅଧିକା ଏଥିରେ ଲେଖା ହେଇନି। ସିମ୍ପଲି ଆପଣ ମନେ ରଖିବେ ଆଇଡିଆଲିଜିମ ଟା ନ୍ୟାଚୁରାଲିଜିମ ର ହଉଛି ଗୋଟେ ମାନେ ନ୍ୟାଚୁରାଲିଜିମ ଆପଣ ମାନେ ପଢିଥିଲେ ଲାଷ୍ଟ କ୍ଲାସ, ପୁରା ଭଲ ସେ ମୁଁ ଆପଣ ମାନଙ୍କୁ ପଢେଇଥିଲି। ନ୍ୟାଚୁରାଲିଜିମ ଟା ରିଏଲିଟି କୁ ବେଶୀ ଗୁରୁତ୍ୱ ଦଉଛି। ଆଇଡିଆଲିଜିମ ଟା ସ୍ପିରିଚୁଆଲିଜିମ କୁ ବେଶୀ ଗୁରୁତ୍ୱ ଦଉଛି। ୟେସ୍, ଆଇଡିଆଲିଜିମ ଡିପେଣ୍ଡସ ଅନ୍ ବଡି ମାଇଣ୍ଡ ଆଣ୍ଡ ସ୍ପିରିଟ। ଏଟା କ୍ଲିୟର ଲେଖା ହିଁ ହେଇଛି। ପସ୍ଟୁଲେଟ ଅଣ୍ଡରଲାଇନ୍ ମାନେ ଡିପେଣ୍ଡ ତ ଡିପେଣ୍ଡ ନା, ମାନେ କ୍ୟାରେକ୍ଟରିଷ୍ଟିକ ତାର ସେଇଆ। ମ୍ୟାମ୍ ହ୍ୱାଟ ଇଜ ରିଟନ୍ ଆଫ୍ଟର ଦ ୱାର୍ଡ କ୍ୟାରେକ୍ଟର? ବୁଝିପାରିଲେନି କଣ ପଚାରୁଛନ୍ତି? ଓ ଆଚ୍ଛା ଆଚ୍ଛା। ଓ ସରି, ଏଟା ରସ୍ ଦେଇଛନ୍ତି। ହଁ, ଏଟା ଜେ ଏସ୍ ରସ୍ ଏଟା ଦେଇଛନ୍ତି, ସେ ଜଣେ ଫିଲୋସୋଫର। ଏଇ ଯୋଉ ଷ୍ଟେଟମେଣ୍ଟ ଟା ଆପଣ ପଢିଲେ ଏଇଟା ମାନେ ଜେ ଏସ୍ ରସ୍ ଏଟା ଦେଇଛନ୍ତି। ତାଙ୍କ ମତରେ ଏଇ ସେ ଷ୍ଟେଟମେଣ୍ଟ ଟା ଏଇଟାକୁ ଦେଇଛନ୍ତି। କ୍ଲିୟର? ବୁଝିପାରିଲେ? କ୍ଲିୟର? ଏମ୍ସ ଅଫ ଏଜୁକେସନ ଦେଖନ୍ତୁ, ଆଇଡିଆଲିଜିମ ରେ ଏମ୍ସ ଅଫ ଏଜୁକେସନ କଣ ରହୁଛି? ଆକର୍ଡିଂ ଟୁ ଜଷ୍ଟ ଏ ମିନିଟ ପିଲାମାନେ। ହଁ ଦେଖନ୍ତୁ, ଏମ୍ସ ଅଫ ଏଜୁକେସନ କଣ ରହୁଛି? ଆକର୍ଡିଂ ଟୁ ଦ ଆଇଡିଆଲିଷ୍ଟ ସ୍କୁଲ ଇଜ ଦ ଏକ୍ସପ୍ଲାନେସନ ଅଫ ହ୍ୟୁମାନ ପର୍ସନାଲିଟି ଅର୍ ସିଦ୍ଧାର୍ଥ ବେହେରା କିଛି କହୁଛନ୍ତି? ସ୍କ୍ରିନରେ କାହିଁ ଗାରଉଛନ୍ତି? ଦେଖନ୍ତୁ, ଆକର୍ଡିଂ ଟୁ ଦ ଆଇଡିଆଲିସ୍ଟିକ ସ୍କୁଲ is the explanation of human personality or self realization. It is to transmit the spiritual heritage of man from generation to generation. ଦେଖନ୍ତୁ ୟାର ମିନିଂ କଣ? ଗୋଟେ ମିନିଟ ପିଲାମାନେ ହୋଲ୍ଡ କରନ୍ତୁ। ହଁ ଦେଖନ୍ତୁ,
according to the idealistic school ର according ରେ ସେ ଏଇଆ କହୁଛି କି ଏଜୁକେସନ ମାନେ ଗୋଟେ ସ୍କୁଲ ଉପରେ ହିଁ ସେ କହିବ ଷ୍ଟୁଡେଣ୍ଟ ଆଉ ଟିଚର ଉପରେ is the explanation of human personality ଉପରେ ସେ ଏକ୍ସପ୍ଲେନ କରିଛି ମାନେ ସେଲ୍ଫ ରିୟଲାଇଜେସନ ମାନେ କଣ ସିଏ ନିଜେ ଯୋଉ କାମଟା କରୁଛି ନିଜେ କଣ ଚିନ୍ତା କରୁଛି ନିଜେ କୋଉ କାମଟାକୁ ନେଇକି ସାଟିସ୍ଫାଇ ହଉଛି ଠିକ ଅଛି ନିଜେ କୋଉ ଜିନିଷଟା କରିଲେ ସାଟିସ୍ଫାଇ ହଉଛି ନିଜେ କେତେ ସେ ବୁଝିଲା ଜିନିଷଟା କେତେ ବୁଝିଲା ସେଇଟାକୁ ହିଁ ଆମେ କହିବା ହ୍ୟୁମାନ ପର୍ସନାଲିଟି ଅର୍ ସେଲ୍ଫ ରିୟଲାଇଜେସନ ଇଟ୍ ଇଜ ଅଲସୋ ଟ୍ରାନ୍ସମିଟ ଦ ସ୍ପିରିଚୁଆଲ ହେରିଟେଜ ଆମ ସ୍ପିରିଚୁଆଲ ହେରିଟେଜ ଯାହା ରହୁଛି ସ୍ପିରିଚୁଆଲ ହେରିଟେଜ ମାନେ କଣ ଆମର ଯାହା ଭାଲ୍ୟୁଜ ରହୁଛି ମୋରାଲ ଥିଙ୍କିଂ ରହୁଛି କିମ୍ବା ଆମର ଟ୍ରାଡିସନ ରହୁଛି ଏଇ ସବୁ ତ ସ୍ପିରିଚୁଆଲ ରେ ଆସୁଛି ତ ସ୍ପିରିଚୁଆଲ ଥିଙ୍କିଂ ଆମର ଯାହା ବି ରହୁଛି ସ୍ପିରିଚୁଆଲ ହେରିଟେଜ ଆମର ଯାହା ବି ରହୁଛି ସେଇଟା ଗୋଟେ ଜେନେରେସନ ରୁ ଆଉ ଗୋଟେ ଜେନେରେସନ କୁ ଟ୍ରାନ୍ସମିଟ ହଉଛି କ୍ଲିୟର ମାନେ ଟ୍ରାନ୍ସମିଟ ମାନେ କଣ ଟ୍ରାନ୍ସଫର ହଉଛି ଗୋଟେ ଜେନେରେସନ ରୁ ଆଉ ଗୋଟେ ଜେନେରେସନ କୁ ସେଇଟା ଟ୍ରାନ୍ସଫର ହଉଛି ଏଜୁକେସନ ର ସେ ତାର ଏଜୁକେସନ ର ଏମ୍ ହଉଛି ସେଇଟା ଯେତେବେଳେ ସ୍ପିରିଚୁଆଲ ହେରିଟେଜ ଟା ଗୋଟେ ପିଲାକୁ ଭଲରେ ବୁଝେଇ ପାରିବେ ସେତେବେଳେ ସିଏ ତାର ଜେନେରେସନ ଟୁ ଜେନେରେସନ ସେଇ ଜିନିଷଟା ଟ୍ରାନ୍ସଫର କରିପାରିବ ସ୍ପିରିଚୁଆଲ ହେରିଟେଜ ମାନେ ଏଠି ହେଲା କଣ ଭାଲ୍ୟୁଜ ହେଲା ମୋରାଲସ ହେଲା ଟ୍ରାଡିସନ୍ସ ହେଲା ଏଇ ସବୁ ହଉଛି କଣ ସ୍ପିରିଚୁଆଲ ହେରିଟେଜ ଏଇଟାକୁ ଯଦି ଆମେ ସିମ୍ପଲ ଗୋଟେ ମିନିଂ ରେ ବୁଝିବା ଦେନ୍ ଏଇଟାକୁ ଆମେ କଣ କହିବା ମାନେ ଗୋଟେ ଏଜୁକେସନ ଟା ଗୋଟେ ହେଲ୍ପ କରେ ଗୋଟେ ପର୍ସନ କୁ ଗୋଟେ ଗୁଡ ହେଲା ମାନେ ଗୋଟେ ପର୍ସନ ବିକମ୍ ଏ ଗୁଡ ୱାଇଜ ହବ ମୋରାଲ ସ୍ପିରିଚୁଆଲି ସେ ଲୋକଟା ଷ୍ଟ୍ରଙ୍ଗ ହବ ଓନଲି ମାନେ ନଟ୍ ଜଷ୍ଟ ନଲେଜେବୁଲ କେବଳ ନଲେଜେବୁଲ ହବନି ସେ ସ୍ପିରିଚୁଆଲି ଷ୍ଟ୍ରଙ୍ଗ ହବ ମୋରାଲି ଷ୍ଟ୍ରଙ୍ଗ ହବ ୱାଇଜ ହବ ମାନେ ତାର ବୁଦ୍ଧି ହବ ସେ ଗୋଟେ ଭଲ ମଣିଷ ହବ ଏଇ ସବୁ ଜିନିଷ ହଉଛି କଣ ଆଇଡିଆଲିଜିମ ମାନେ ଏମ୍ ଅଫ ଏଜୁକେସନ ହଉଛି ଆଇଡିଆଲିଜିମ ର ଏଇ ସବୁ ଆମେ କହିପାରିବା ସିମ୍ପଲ ମିନିଂ ରେ ଆପଣ ମାନେ ବୁଝିଲେ ଏଇଟାକୁ ହିଁ ବୁଝିବେ ୟେସ୍ ସଞ୍ଚାରିତ କରିବା ୟେସ୍ ସ୍ପିରିଚୁଆଲ ଆଣ୍ଡ ମୋରାଲ ଡେଭଲପମେଣ୍ଟ ଭେରି ଗୁଡ ପିଲାମାନେ ବୁଝିପାରିଲେ ସିମ୍ପଲ ମିନିଂ ରେ ଆମେ ଏଇଟା କଣ କହିପାରିବା ଏଜୁକେସନ ଟା ଆମର ଆଇଡିଆଲିଜିମ ରେ କଣ ହେଲ୍ପ କରିବ ଗୋଟେ ପର୍ସନ କୁ ବିକମ୍ ଏ ଗୁଡ ୱାଇଜ ମୋରାଲ ହବ ସ୍ପିରିଚୁଆଲି ଷ୍ଟ୍ରଙ୍ଗ ହବ ନଟ୍ ଜଷ୍ଟ ନଲେଜେବୁଲ ମାନେ କେବଳ ନଲେଜେବୁଲ ହବନି ସବୁ ଜିନିଷ ତାର ଡେଭଲପମେଣ୍ଟ ହବ କ୍ଲିୟର ସମସ୍ତେ yes or no ଓକେ ୟେସ୍ ଭେରି ଗୁଡ ଦେଖନ୍ତୁ ନେକ୍ସଟ ପଢିବା ଓକେ ନେକ୍ସଟ ଦେଖନ୍ତୁ ନେକ୍ସଟ ଯିବା ଆଇଡିଆଲିଜିମ ଆଣ୍ଡ ମେଥଡ ଅଫ ଟିଚିଂ ଆଇଡିଆଲିଜିମ ରେ ଆମର ମେଥଡ ଅଫ ଟିଚିଂ ଟା କେମିତି ରହିବ ଦେଖନ୍ତୁ କଣ ଲେଖିଛି ଏଇଠି ଦେଖନ୍ତୁ ଫାଷ୍ଟ ଦେନ୍ ମୁଁ ବୁଝେଇଦେବି according to idealists no specific method is to be adhered according to idealistic ମାନେ ଆଇଡିଆଲିଜିମ ମତରେ ଗୋଟେ ସ୍ପେସିଫିକ ମେଥଡ କୁ ସିଏ ଫଲୋ କରୁନାହିଁ ଆଡେଡ ମାନେ କଣ ଗୋଟେ ଷ୍ଟିକ କରିବା ଫଲୋ କରିବା ଓବେ କରିବା ମାନେ ମାନିବା ସପୋର୍ଟ କରିବା ଆଇଡିଆଲିଜିମ ଆମେ ଏଟା ସିମ୍ପଲି ଗୋଟେ ସେଣ୍ଟେନ୍ସ କହିପାରିବା କଣ ଆଇଡିଆଲିଜିମ ଡଜ ନଟ ସପୋର୍ଟ ୱାନ ଫିକ୍ସଡ ମେଥଡ କ୍ଲିୟର କେବଳ ଗୋଟିଏ ଫିକ୍ସ ମେଥଡ କୁ ଆଇଡିଆଲିଜିମ ସପୋର୍ଟ କରେ ନାହିଁ ଦେନ୍ କଣ ହେଲା in their opinion every method may be employed to realize the ideal set and determined before
Socrates used question answer method. Aristotle advocates inductive deductive method. ଦେଖନ୍ତୁ ମୁଁ ବୁଝେଇ ଦଉଛି ୟାର ମିନିଂ ଟା କଣ। ଏଠି କହିଲା କଣ? In their opinion, every method may be employed to realize the ideal set. Ideal set ଆମର ଯାହା ରହୁଛି, ideal set ମାନେ ଆମେ ଏଠି ଗୋଟେ ଏକ୍ସାମ୍ପଲ ନେଇପାରିବା କଣ? ଏନି ମେଥଡ ଗୋଟେ ଆମେ ସ୍କୁଲରେ ୟୁଜ କରିବା, ଯୋଉଟା କି ଆମର ଷ୍ଟୁଡେଣ୍ଟ ମାନେ ୟୁଜ କରିବେ, ସରି ଷ୍ଟୁଡେଣ୍ଟ ମାନେ ଫଲୋ କରିବେ, ତାକୁ ଡିପଲି ଥିଙ୍କ କରିବେ, ସେଇଟାକୁ ଆମେ ଚିନ୍ତା କରିବା। ଆଇଡିଆଲ ସେଟ୍ ମାନେ କଣ? ଗୋଟେ ହାୟର ଆଇଡିଆଲ କ୍ୟାନ୍ ବି ୟୁଜଡ, ମାନେ ଆମେ ଗୋଟେ ହାୟର ଆଇଡିଆଲ ଆମେ ୟୁଜ କରିପାରିବା, ଆଇଡିଆଲ ସେଟ୍ କରିପାରିବା। ଆମେ କିଛି ଯାହା ଆମେ ଭାବିଥିବା ସେଇଟାକୁ ଆମେ ୟୁଟିଲାଇଜ କରିପାରିବା କାମରେ। ଦେନ୍ କଣ କହୁଛି? ଦେନ୍ କଣ କହୁଛି? ସକ୍ରେଟ ଆମର ଯୋଉ ଆଇଡିଆଲିଜିମ କଥାଟା କହିଥିଲେ, ତାଙ୍କ ମତରେ ସେ କୋଶ୍ଚିନ୍ ଆନ୍ସର ମେଥଡରେ କହିଥିଲେ, ମାନେ ଟିଚର ଆଉ ଷ୍ଟୁଡେଣ୍ଟ ତାଙ୍କ ଭିତରେ ସେମାନେ ନିହାତି ଥିଙ୍କ, ମାନେ ନିହାତି ଜିନିଷଟାକୁ ଭାବିବେ। ଟିକେ ୱେଟ କରନ୍ତୁ ମୁଁ କହୁଛି, ଟିକେ ୱେଟ କରନ୍ତୁ ମୁଁ କହୁଛି। ଷ୍ଟୁଡେଣ୍ଟ ମାନେ ନିଜେ ଜିନିଷଟା ଭାବିବେ, କୋଶ୍ଚିନ୍ ପଚାରିବେ, ଟିଚର ମାନେ ମଧ୍ୟ କୋଶ୍ଚିନ୍ ପଚାରିବେ, ଷ୍ଟୁଡେଣ୍ଟ ମଧ୍ୟ କୋଶ୍ଚିନ୍ ପଚାରିବେ, କୋଶ୍ଚିନ୍ ପଚାରିବେ ଆଉ ଅଣ୍ଡରଷ୍ଟାଣ୍ଡ ଦ ଭ୍ୟାଲ୍ୟୁ, ମାନେ କୋଶ୍ଚିନ୍ ଆନ୍ସର ପଚାରିକି ଯାହା ଆମର ଜିନିଷଟା ରହୁଛି ତାର ଭ୍ୟାଲ୍ୟୁଟା ବୁଝିବେ ସେମାନେ। କ୍ଲିୟର? କଣ ପଚାରୁଥିଲେ? ଆଇଡିଆଲିଜିମରେ ଷ୍ଟୁଡେଣ୍ଟସ୍ ଆକ୍ଟିଭ ଲର୍ନର ନା ପାସିଭ ଲର୍ନର? ମୁଁ ଟିକେ ଏଟା କନଫର୍ମ ନୁହେଁ, ମୁଁ କହୁଛି କହୁଛି ଟିକେ ପରେ ଆପଣ ମାନଙ୍କୁ କହୁଛି। ଦେଖନ୍ତୁ ଆପଣ ମାନେ ଦେଖନ୍ତୁ, ଆରିଷ୍ଟଟଲଙ୍କ ମତରେ ଇଣ୍ଡକ୍ଟିଭ ଟା, ସରି, ଆରିଷ୍ଟଟଲଙ୍କ ମତରେ ଇଣ୍ଡକ୍ଟିଭ ଆଉ ଡିଡକ୍ଟିଭ ମେଥଡ କରିଥିଲେ। ଇଣ୍ଡକ୍ଟିଭ ଆଉ ଡିଡକ୍ଟିଭ ମେଥଡ କିଏ ଜାଣିଛନ୍ତି କିଏ କହିବେ? ଇଣ୍ଡକ୍ଟିଭ କଣ, ଡିଡକ୍ଟିଭ କଣ, କେହି ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ଦେଖନ୍ତୁ ମୁଁ କହୁଛି। ଇଣ୍ଡକ୍ଟିଭ ହଉଛି ଆମେ କହିବା ସ୍ପେସିଫିକ ଟୁ ଜେନେରାଲ, ମାନେ ବଟମ ଟୁ ଟପ୍। ୟେସ୍, ବଟମ ଟୁ ଟପ୍, ଯୋଉଟା ଆମେ ଏକ୍ସାମ୍ପଲ ଟୁ ରୁଲ, ଗୋଟେ ପିଲାକୁ ଆମେ ଏକ୍ସାମ୍ପଲ ଥ୍ରୁରେ ଯୋଉ ରୁଲ ଟା ବୁଝେଇବା, ଏକ୍ସାମ୍ପଲ ଥ୍ରୁରେ ଆମେ ଯୋଉ ଡେଫିନେସନରେ ପହଞ୍ଚିବା, ସେଇଟା ହଉଛି ଇଣ୍ଡକ୍ଟିଭ ମେଥଡ। ରୁଲ ବୁଝେଇକି ଦେନ୍ ଆମେ ଏକ୍ସାମ୍ପଲ ଦବା, ସେଇଟା ହଉଛି ଡିଡକ୍ଟିଭ ମେଥଡ। ସ୍ପେସିଆଲି ଆମେ ଇଣ୍ଡକ୍ଟିଭ ଟାକୁ କହୁଛେ ଜେନେରାଲ ଟୁ, ସରି, ସ୍ପେସିଫିକ ଟୁ ଜେନେରାଲ। ଡିଡକ୍ଟିଭ କୁ ଆମେ କହୁଛେ ଜେନେରାଲ ଟୁ ସ୍ପେସିଫିକ। ଇଣ୍ଡକ୍ଟିଭ ହଉଛି ବଟମ ଟୁ ଟପ୍, ଡିଡକ୍ଟିଭ ହଉଛି ଟପ୍ ଟୁ ଡାଉନ୍। କ୍ଲିୟର ସମସ୍ତେ ଇଣ୍ଡକ୍ଟିଭ ଆଉ ଡିଡକ୍ଟିଭ କଣ? ୟେସ୍, କ୍ଲିୟର ସମସ୍ତେ। ଏବେ ଜଣେ ପଚାରିଥିଲେ କି ଆଇଡିଆଲିଜିମ ରେ ଷ୍ଟୁଡେଣ୍ଟ ମାନେ ଆକ୍ଟିଭ ନା ପାସିଭ? ଓବିୟସଲି ଆକ୍ଟିଭ। ସେମାନେ ଆକ୍ଟିଭଲି ଇନଭଲ୍ଭ ହେବେ, ଯାହା ଦ୍ଵାରା କି ସେମାନେ କୋଶ୍ଚିନ୍ ଆନ୍ସର ଯେତେବେଳେ ଆମେ କରୁଛେ, କୋଶ୍ଚିନ୍ ଆନ୍ସର ଆମେ ଯେତେବେଳେ କରୁଛେ, ସେତେବେଳେ ଆମର ବୋଥ ଟିଚର ଆଉ ଷ୍ଟୁଡେଣ୍ଟ ଆକ୍ଟିଭଲି ଇନଭଲ୍ଭ ହେଇଥାନ୍ତି। ସେଥିପାଇଁ ଆମେ କହିବା କଣ, ଷ୍ଟୁଡେଣ୍ଟ ମାନେ ଏଠି ଆକ୍ଟିଭ ରହିବେ। ୟେସ୍, ଫ୍ରାନ୍ସିସ୍ ବେକନ ଦେଇଥିଲେ। ଡିଡକ୍ଟିଭ ମାନେ ଦିଟା ଯାକ ଆରିଷ୍ଟଟଲ କହିଛନ୍ତି ଯେ, ଦେଖନ୍ତୁ ଏଇଠି ଏଇଠି କୁହାଯାଇନି ଯେ ଆରିଷ୍ଟଟଲ ହିଁ ଦିଟା ଯାକ ମେଥଡ କୁ ଇଣ୍ଟ୍ରୋଡ୍ୟୁସ କରିଛନ୍ତି। ଏଠି ଆରିଷ୍ଟଟଲ କହିଛନ୍ତି କି ଆମର ଏଜୁକେସନ ସିଷ୍ଟମ ରେ ଇଣ୍ଡକ୍ଟିଭ ଡିଡକ୍ଟିଭ ମେଥଡ ୟୁଜ ହବା ଦରକାର। କ୍ଲିୟର? ୟେସ୍।
पुणी थरे टिके कुहंतु देखंतु इंडक्टिव टाको आमे कहूचे स्पेसिफिक टू जनरल जदि नोट करूचंदी करंतु इंडक्टिव होची स्पेसिफिक टू जनरल जोटा को कहबे आमे टॉप टू बॉटम एग्जांपल टू रूल डिडक्टिव होची जनरल टू स्पेसिफिक टॉप टू डाउन रूल टू एग्जांपल इंडक्टिव होची स्पेसिफिक टू जनरल बॉटम टू टॉप एग्जांपल टू रूल डिडक्टिव होची जनरल टू स्पेसिफिक टॉप टू बॉटम रूल टू एग्जांपल क्लियर ओवरऑली आमे कहबाकू गले यस ओवरऑली आमे जदि कहया पई जिबा एठी काहे कि एबे स्क्रीन ने गारौचंती आपण माने विदाउट एनी डिस्टरबेंस क्लास टा हो आपण मानको मे भी भल लागुनी मते लागुची देखंतु एठी ओवरऑली आमे जदि कहया पई जिबा आइडियलिज्म टा होची कोन गोटे माइंड इज मोर रियल देन मैटर माने आइडियलिज्म मतरे कुहा जाउची कि माइंड रे हमर जहा चालुची सेटा गोटे मैटर ठू बेसी रियल बोली कुहा जाउची बाय मिस्टेकली मैम ओके ठीक अछि किंतु टिके ट्राई करंतु कि पेन टा को ही आपण माने टच करिवेनी पेन टा टच करले तो किछि गोटे गारेई हबो आपनकर पेन किछि दरकार नाही देखंतु आइडियलिज्म रो माने होउची आइडियलिज्म रो माने होउची कोन माइंड इज मोर रियल देन मैटर मैटर ठू माइंड टा होचे बेसी रियल आइडियलिज्म मतरे एजुकेशन ऊपर से कोन कहिसंदी डेभलप करिवो स्टूडेंट मानकर माइंड वैल्यू तांकर कैरेक्टर्स ए सब को डेभलप करिवो टीचिंग लाइन ने मध्ये सेटा ही कहिसंदी यूज मेथड दैट इंक्रीजिंग थिंकिंग एंड क्वेश्चनिंग हमर जो क्वेश्चन आंसर टा कहिसंदी ना सॉक्रेटिस हमर कहिसंदी क्वेश्चन आंसर मेथड रे पिला मानको पढाइबा तो हमर क्वेश्चनिंग करिबा हला थिंकिंग हमर आमे किछि भाबिले तो आमे क्वेश्चन करिबा जदि आमे इन्वॉल्व हेबानी ताले किछि भाबिबानी आमे क्वेश्चन केमति करिबा तो आमे एनकरेज करिबा भाबिबा पई आ क्वेश्चन आंसर क्वेश्चनिंग को माने क्वेश्चन पचारिया पई क्लियर समस्त बुझी पारले पिला माने मो बारंबार कहिबिनी मते भलो लागुनी कहिया पई आपण माने प्लीज केही गारांतुनी काइंडली केही भी गारांतुनी स्क्रीन इज नॉट विजिबल आपण मानको स्क्रीन देखा जाउनी पिला माने टी कंफर्म करंतु क्लियरली विजिबल जदि किछि भी प्रॉब्लम होची आपण लीव हे कि अगेन जॉइन कर दियंतु मे बी किछि नेट इशू नेटवर्क इशू पई आपनकर हेइथिबो विजिबल ठीक अछि देखंतु कंटिन्यू करिबा क्लास यस क्लियरली विजिबल ओके थैंक यू देखंतु करिकुलम पढिबा मेथड ऑफ टीचिंग आपण माने समस्त बुझी पारिले यस और नो पिला माने टिके जल्दी कहंतु आइडियलिज्म आज सरीबा ना देखंतु हां यस करिकुलम देखंतु करिकुलम रे कोन कहूची इट शुड बी बेस्ड ऑन सर्टेन इनहेरेंट values moral in nature तार एग्जांपल दोची कोन ट्रूथ ब्यूटी गुडनेस और रिलीजन ए सब होची तार एग्जांपल कोन कहिला देखंतु इट शुड बी बेस्ड ऑन सर्टेन इनहेरेंट वैल्यू माने कोन से मानकर जो सेल्फ एक्सपीरियंस जोटा होची सेटा होची माने निज भितरु जो एक्सपीरियंस ता करिकि से माने गोटे सर्टेन वैल्यू रे पहुंची चंती सेटा होची इनहेरेंट वैल्यू क्लियर मोराल इन नेचर म आपण मानको स्टार्टिंग रो बुझौची मोराल इन नेचर माने कोन एटा मते कहया पई पडिबोनी तार एग्जांपल से कोन देचंती ट्रूथ हैला
ब्यूटी ହେଲା, ଗୁଡନେସ୍ ହେଇଯିବ, ମୋରାଲିଟି, ରିଲିଜିଅନ, ଆମର ଏଥିରେ ହ୍ୟୁମାନିଟିଜ ବି ରହିବ, ସାଇନ୍ସ କୁ ମଧ୍ୟ ସେ କହିଛନ୍ତି। ଏଇଠି ନେକ୍ସଟ ପଏଣ୍ଟରେ ଲେଖା ହେଇଛି, ତ ହ୍ୟୁମାନିଟିଜ as well as କଣ, ସାଇନ୍ସ ସୁଡ୍ ବି ଇନକ୍ଲୁଡେଡ ଇନ ଦ କରିକୁଲମ। ମୁଁ ଏବେ ହିଁ କହିଲି ହ୍ୟୁମାନିଟିଜ କଥା ମଧ୍ୟ ଏଠି କୁହାହେଇଛି, ସାଇନ୍ସ କଥା ମଧ୍ୟ ଆମର କରିକୁଲମ ରେ କୁହାହେଇଛି। ଏ ସବୁ କିଛି ଇନକ୍ଲୁଡ ଅଛି କରିକୁଲମ ରେ। ଯଦି କରିକୁଲମ ଟାକୁ ଆମେ ଗୋଟେ ସିମ୍ପଲ ୱାର୍ଡ ରେ ଦେଖିବା, ଗୋଟେ ସିମ୍ପଲ ମିନିଂ ରେ ଆମେ ବୁଝିବା, ଦେନ୍ ଆଇଡିଆଲିଜିମ୍ କଣ କହୁଛି, କରିକୁଲମ ଟା ଗୋଟେ କଣ, ସେ ହେଲ୍ପ କରୁଛି ପିଲାମାନଙ୍କୁ ଗୋଟେ ଗୁଡ ହ୍ୟୁମାନ ବିଙ୍ଗ ହବା ପାଇଁ ହେଲ୍ପ କରୁଛି, ୱିଥ ଏ ଷ୍ଟ୍ରଙ୍ଗ ମୋରାଲ ଭାଲ୍ୟୁ। ମୋରାଲ ଭାଲ୍ୟୁ କୁ ସିଏ ବେଶୀ ଇମ୍ପୋର୍ଟାନ୍ସ ଦଉଛି। ସେଥିପାଇଁ ସେ କହୁଛି କି କରିକୁଲମ ସୁଡ୍ ହେଲ୍ପ ଷ୍ଟୁଡେଣ୍ଟସ୍ ବିକମ୍ ଏ ଗୁଡ ହ୍ୟୁମାନ ବିଙ୍ଗ ୱିଥ ଷ୍ଟ୍ରଙ୍ଗ ମୋରାଲ ଭାଲ୍ୟୁଜ, ନଟ୍ ଜଷ୍ଟ ଟିଚ୍ ଫ୍ୟାକ୍ଟ, ମାନେ କେବଳ ଟିଚିଂ ଫ୍ୟାକ୍ଟ ସେ ଜାଣିବନି, ମୋରାଲ ଭାଲ୍ୟୁ ବିଷୟରେ ମଧ୍ୟ ସେ ଜାଣିବ, ଆଉ ସେ ଗୋଟେ ଭଲ ହ୍ୟୁମାନ ବିଙ୍ଗ ହବ। ବୁଝିପାରିଲେ ସମସ୍ତେ କରିକୁଲମ ର ମାନେ କଣ? କ୍ଲିୟର ପିଲାମାନେ, କରିକୁଲମ ବୁଝିପାରିଲେ ସମସ୍ତେ? Say yes or no? Yes. Then ଦେଖନ୍ତୁ, idealism and the teacher, yes yes yes, very good। ଦେଖନ୍ତୁ, idealism and the teacher କଣ କହୁଛି, idealism ରେ ଟିଚରଙ୍କର ରୋଲ କଣ ଦେଖନ୍ତୁ, idealistic have high expectations of the teacher। idealistic ମାନଙ୍କର ଗୋଟେ ହାଇ ଏକ୍ସପେକ୍ଟେସନ ରହୁଛି ଟିଚର ମାନଙ୍କଠୁ, ନିହାତି ଭାବେ ରହିବା ଦରକାର। ଯେହେତୁ ଟିଚର ମାନେ ଷ୍ଟୁଡେଣ୍ଟ ମାନଙ୍କର ଭବିଷ୍ୟତ ଗଢୁଛନ୍ତି, ତ ତାଙ୍କଠୁ ହାଇ ଏକ୍ସପେକ୍ଟେସନ ରହିବା ଦରକାର। ହି ଇଜ ଲାଇକ ଦ ଗାର୍ଡେନର, ଏଇଠି କୁହାଯାଇଛି କି ଟିଚର ଜଣ, ମାନେ ଗୋଟେ ଏକ୍ସାମ୍ପଲ ଦିଆ ହେଇକି କୁହାଯାଇଛି, ଟିଚରଙ୍କୁ ଏଇଠି ତୁଳନା କରାଯାଇଛି ଗୋଟେ ଗାର୍ଡେନର ସହିତ, ଯୋଉଠି କି ହୁ ଫଙ୍କସନ୍ସ ଇଜ ଏ ଇଜ ଟୁ carefully tend the little human plants in his carriage। ଏଟା କ୍ୟାରେଜ ଲେଖା ହେଇଛି। ହୁଁ, whose function ମାନେ ଟିଚରଙ୍କର ଫଙ୍କସନ ଏଠି କଣ, ତ ଲିଟିଲ ହ୍ୟୁମାନ ପ୍ଲାଣ୍ଟସ୍, ମାନେ ଲିଟିଲ ହ୍ୟୁମାନ ପ୍ଲାଣ୍ଟସ୍ ମାନଙ୍କୁ କାହାକୁ କୁହାହଉଛି, ଷ୍ଟୁଡେଣ୍ଟ ମାନଙ୍କୁ କୁହାହଉଛି। ଷ୍ଟୁଡେଣ୍ଟ ମାନଙ୍କୁ ସେ କେୟାରଫୁଲି ଗଢିବେ, କେୟାରଫୁଲି ଟେଣ୍ଡ ଦ ଲିଟିଲ ହ୍ୟୁମାନ ପ୍ଲାଣ୍ଟସ୍ ଇନ ହିଜ କ୍ୟାରେଜ। ତାଙ୍କର ଯାହା ରହୁଛି, ସେମାନେ ତାଙ୍କ ନିଜ ଡାଇରେକ୍ସନ ରେ ଗୋଟେ ରାଇଟ ଡିରେକ୍ସନ ଦେଇକି ପିଲାମାନଙ୍କର ଫ୍ୟୁଚର ସେମାନେ କେମିତି ଭଲ କରିବେ, ସେଟା ହଉଛି ଗୋଟେ ଟିଚର ର ମାନେ ଗୋଟେ ମେନ୍ ଚାର୍ଜ। ମତେ ଲାଗୁନି, ମତେ ଲାଗୁଛି କ୍ୟାରେଜ ହବ ଏଇଠି, କି ଇନ ହିଜ ଚାର୍ଜ ମେ ବି ହେଇପାରେ, ଚାର୍ଜ ର ମିନିଂ ବି ହେଇପାରେ। ଦେନ୍ ଷ୍ଟୁଡେଣ୍ଟ ଏଠି ପାସିଭ ହେବେନି। ଯଦି ବୁକ୍ ରେ ଦେଇଛି, ଆଇ ଡୋଣ୍ଟ ନୋ ଆକ୍ଚୁଆଲି, କିନ୍ତୁ ମତେ ଲାଗୁଛି କି କ୍ୱେଶ୍ଚିନ୍ ଆନ୍ସର ରହୁଛି ମାନେ ଷ୍ଟୁଡେଣ୍ଟ ଆକ୍ଟିଭଲି ଇନଭଲ୍ଭ ହେବେ। ୟେସ୍, ବୁଝିପାରିଲେ ସମସ୍ତେ, ଗୋଟେ ଟିଚର ର ରୋଲ ଏଠି ଇମ୍ପୋର୍ଟାଣ୍ଟ ରହୁଛି, ମାନେ ଏକ୍ସପେକ୍ଟେସନ ତାଠୁ ହାଇ ରହୁଛି, ତାକୁ ଗୋଟେ ଗାର୍ଡେନର ସାଙ୍ଗରେ ତୁଳନା କରାଯାଇଛି। ଲିଟଲ ହ୍ୟୁମାନ ପ୍ଲାଣ୍ଟସ୍ ଷ୍ଟୁଡେଣ୍ଟ ମାନଙ୍କୁ କୁହାଯାଇଛି, ଯୋଉଠି କି ସିଏ ଗୋଟେ ରାଇଟ ଡିରେକ୍ସନ ଦେଇକି ପିଲାମାନଙ୍କୁ ଗଢିବେ ଠିକ ୱେରେ। ଗୋଟେ ସିମ୍ପଲ ୱାର୍ଡ ରେ ଆମେ ଯଦି ବୁଝିବା, ଟିଚରଙ୍କୁ ଆମେ ଗୋଟେ ଗାଇଡ ହିସାବରେ ନବା, ଗୋଟେ ରୋଲ ମଡେଲ ହିସାବରେ ନବା, ଗୋଟେ ମୋରାଲ ଲିଡର ହିସାବରେ ନବା, ଯିଏ କି ଷ୍ଟୁଡେଣ୍ଟଙ୍କର କ୍ୟାରେକ୍ଟରକୁ ସେଭ୍ କରୁଛନ୍ତି। ମାନେ ସେଭ୍ ମାନେ କଣ, ଗଢୁଛନ୍ତି। କ୍ଲିୟର ସମସ୍ତେ? ଟିଚରଙ୍କୁ ଆମେ ଗୋଟେ ଗାଇଡ, ଗୋଟେ ରୋଲ ମଡେଲ, ଗୋଟେ ମୋରାଲ ଲିଡର ହିସାବରେ ନବା, ହୁ ସେଭ୍ ଦ ଷ୍ଟୁଡେଣ୍ଟସ୍ କ୍ୟାରେକ୍ଟର। ମାନେ ଆମର ଯୋଉ ଏଇଠି ଗୋଟେ ଟର୍ମ କହିଲା କଣ, ଲିଟିଲ ହ୍ୟୁମାନ ପ୍ଲାଣ୍ଟସ୍। କ୍ଲିୟର ସମସ୍ତେ, ୟେସ୍ ଅର୍ ନୋ? ଟିଚରଙ୍କର ରୋଲ କଣ ରହିଲା ଆଇଡିଆଲିଜିମ୍ ରେ, ସମସ୍ତେ ବୁଝିପାରିଲେ? ଦେନ୍ ଠିକ ଅଛି, ମୁଁ ଦେଖିକି କ୍ଲିୟର ହେଇକି ଆପଣ ମାନଙ୍କୁ କହିବି। କିନ୍ତୁ ମୁଁ ଏବେ ବି କହୁଛି, ମୁଁ ଯେତିକି ଭାବୁଛି, ଯେହେତୁ କ୍ୱେଶ୍ଚିନ୍ ଆନ୍ସର ଟା ରହୁଛି, ଷ୍ଟୁଡେଣ୍ଟ ମାନେ ଆକ୍ଟିଭଲି ଇନଭଲ୍ଭ ରହିବା ଦରକାର।
ମୁଁ ବୁକ୍ ଦେଖି ନାହିଁ, ବୁକ୍ ଦେଖିଲେ ଆପଣ ମାନଙ୍କୁ କନଫର୍ମ ହେଇକି କହିବି। ୟେସ୍, ଭେରି ଗୁଡ। ଦେଖନ୍ତୁ ଡିସିପ୍ଲିନ ଦେଖିବା, ଡିସିପ୍ଲିନ କଣ କେମିତି ରହୁଛି, କେମିତି ଡିସିପ୍ଲିନ ମେଣ୍ଟେନ ହବ, କଣ ହବ। ଓକେ, idealistics idealists are at once against free discipline and external restraint. ଗୋଟେ ମିନିଟ ପିଲାମାନେ। ହୁଁ। ଓକେ, ଯୋଉମାନେ ବୁକ୍ ଧରିଛନ୍ତି ସେମାନେ ପେଜ ନମ୍ବର କହି ଦଉଛନ୍ତି। ଠିକ ଅଛି, ଡିସିପ୍ଲିନ ଦେଖନ୍ତୁ। ଆଇଡିଆଲିଷ୍ଟ Idealists are at once against free discipline and external restraint। ମାନେ ସେ free discipline ଆଉ external restraint ର against ରେ କହୁଛନ୍ତି। Discipline is necessary for self realization and here the teacher guidance is essential। ଏଇଠି ଟିଚରଙ୍କର ଗାଇଡାନ୍ସ ଟା ଏସେନ୍ସିଆଲ ମାନେ ଇମ୍ପୋର୍ଟାନ୍ସ ବୋଲି କୁହାଯାଇଛି। ଆମେ ଯଦି ଏମିତି ଦେଖିବା ଡିସିପ୍ଲିନ ର ମାନେ ଏଇଠି ଆମେ ସେଲ୍ଫ କଣ୍ଟ୍ରୋଲ ବୋଲି କହିବା। କ୍ଲିୟର, ଡିସିପ୍ଲିନ ର ମାନେ ଏଠି ଆମେ ସେଲ୍ଫ କଣ୍ଟ୍ରୋଲ ବୋଲି କହିବା। ସିଏ ଏଗେନଷ୍ଟ ରେ ଅଛି, କାହା ଏଗେନଷ୍ଟ ରେ? ଫ୍ରି ଡିସିପ୍ଲିନ। ଫ୍ରି ଡିସିପ୍ଲିନ ମାନେ ଗୋଟେ କଣ, ମାନେ ଷ୍ଟୁଡେଣ୍ଟ ମାନେ ଫ୍ରି ଡିସିପ୍ଲିନ ର ମିନିଂ ଏଇଠି ହଉଛି କଣ, ଯେତେବେଳେ ଷ୍ଟୁଡେଣ୍ଟ ପାଠ ପଢୁଛି ସେତେବେଳେ ସିଏ ନିଜେ ନିଜକୁ କେମିତି କଣ୍ଟ୍ରୋଲ କରିବ, କୋଉଠି କୋଉ ଜିନିଷ ଟା କହିବ, କେତେବେଳେ କୋଉ ଜିନିଷ ଟା କହିବ, କେତେବେଳେ କୋଉ କୋଶ୍ଚିନ୍ କରିବ, କଣ୍ଟ୍ରୋଲ ଦେମସେଲ୍ଫ, ସେଇଟାକୁ ଆମେ କହିବା ଏ ଲର୍ନର ଟୁ କଣ୍ଟ୍ରୋଲ ଦେମସେଲ୍ଫ। ସେଇଟାକୁ ଆମେ କହିବା କଣ, ପ୍ରି ଡିସିପ୍ଲିନ। ଷ୍ଟୁଡେଣ୍ଟ ଯେତେବେଳେ ଯୋଉମାନେ ପଢୁଛି କଣ୍ଟ୍ରୋଲ ଦେମସେଲ୍ଫ, ସେଇଟାକୁ ଆମେ କହିବା ପ୍ରି ଡିସିପ୍ଲିନ। ଏକ୍ସଟର୍ନାଲ ଡିସିପ୍ଲିନ ମାନେ ହଉଛି କଣ, ଟିଚର୍ସ ମାନଙ୍କର ଗାଇଡାନ୍ସ ଆମର ଯାହା ରହୁଛି ସେଇଟାକୁ ଆମେ ଏକ୍ସଟର୍ନାଲ ଡିସିପ୍ଲିନ କହିବା। ପ୍ରି ଡିସିପ୍ଲିନ କହିବା ଷ୍ଟୁଡେଣ୍ଟସ ଲର୍ନ ଟୁ କଣ୍ଟ୍ରୋଲ ଦେମସେଲ୍ଫ। ଏକ୍ସଟର୍ନାଲ ରିଷ୍ଟ୍ରେଣ୍ଟ ମାନେ ଏଠି କଣ ଦେଖନ୍ତୁ, ଲିମିଟେସନ ଗୋଟେ ଗୋଟେ ମାନେ ରିଷ୍ଟ୍ରେଣ୍ଟ ମାନେ କଣ? ହଁ ଠିକ ଅଛି। ୟେସ୍, ଭେରି ଗୁଡ। ସେଲ୍ଫ କଣ୍ଟ୍ରୋଲ ସେ କେମିତି କରିବ, ସେଇ ଜିନିଷଟା ଯୋଉ ସେ ଶିଖିବ ସେଇଟାକୁ ଆମେ କହିବା ପ୍ରି ଡିସିପ୍ଲିନ। ଏକ୍ସଟର୍ନାଲ ଡିସିପ୍ଲିନ ହଉଛି ଟିଚର୍ସ ମାନଙ୍କ ଗାଇଡାନ୍ସ ଟାକୁ ଆମେ କହିବା ଏକ୍ସଟର୍ନାଲ ଡିସିପ୍ଲିନ। ପ୍ରି ଡିସିପ୍ଲିନ ହଉଛି ଷ୍ଟୁଡେଣ୍ଟ ଯୋଉ ଶିଖୁଛି କେମିତି ସେଲ୍ଫ କଣ୍ଟ୍ରୋଲ କରିବ, ସେଇଟା ହଉଛି ପ୍ରି ଡିସିପ୍ଲିନ। ଏକ୍ସଟର୍ନାଲ ରିଷ୍ଟ୍ରେଣ୍ଟ ମାନେ କଣ, ଗୋଟେ ଲିମିଟେସନ, ଗୋଟେ ଆମେ କହିପାରିବା ଗୋଟେ ଆଉଟସାଇଡ ସିଷ୍ଟମ ଯୋଉଟା କି ଆମକୁ ରେଷ୍ଟ୍ରିକ୍ଟ କରୁଛି, ଗୋଟେ କାମ କରିବା ପାଇଁ ରେଷ୍ଟ୍ରିକ୍ଟ କରୁଛି, ସେଇଟାକୁ ଆମେ କଣ କହିବା, ଏକ୍ସଟର୍ନାଲ ରେଷ୍ଟ୍ରେଣ୍ଟ ବୋଲି କହିବା। ଡିସିପ୍ଲିନ ଇଜ ନେସେସାରୀ ଫର ସେଲ୍ଫ ରିୟଲାଇଜେସନ। ସେଲ୍ଫ ରିୟଲାଇଜେସନ ମାନେ କଣ, ଯୋଉଟା କି ଆମେ କଣ କହିପାରିବା, ନୋଇଂ ୟୋର ଟ୍ରୁ ସେଲ୍ଫ। କ୍ଲିୟର, ମାନେ ଆମର ଯୋଉଟା ଆମେ ନିଜେ କଣ, ଯେତେବେଳେ ସେଇଟା ଆମେ ଜାଣିପାରିବା, ସେଲ୍ଫ ରିୟଲାଇଜ କରିପାରିବା, ନିଜେ କଣ ଆମେ ନିଜେ ଜାଣିପାରିବା, ସେଇଟାକୁ ଆମେ କଣ କହିବା, ଡିସିପ୍ଲିନ ଇଜ ନେସେସାରୀ ଫର ସେଲ୍ଫ ରିୟଲାଇଜେସନ, ସେଇଟା ସେ କହୁଛି। ଆଣ୍ଡ ହିୟର ଦ ଟିଚର ଗାଇଡାନ୍ସ ଇଜ ଏସେନ୍ସିଆଲ। ଏଇଠି ଟିଚର ମାନଙ୍କ ଗାଇଡାନ୍ସ ଟା ଏସେନ୍ସିଆଲ ହବା ଦରକାର, ସେଇଟାକୁ କହୁଛି କଣ, ଟିଚର ଗାଇଡାନ୍ସ ହଉଛି ଏସେନ୍ସିଆଲ ଏଠି ରହିବ। ସେଲ୍ଫ ରିୟଲାଇଜେସନ ମାନେ ୟେସ୍, ଇଭାଲୁଏଟ ସେଲ୍ଫ ହବ, ସେଲ୍ଫ କଣ୍ଟ୍ରୋଲ ହବ, ନୋଇଂ ୟୋର ସେଲ୍ଫ ଟ୍ରୁ ହବ, ମାନେ ଯେତେବେଳେ ନିଜକୁ ନିଜେ କଣ ସେଇଟା ଆକ୍ଚୁଆଲି ଜାଣିବାଟା ହଉଛି ସେଲ୍ଫ ରିୟଲାଇଜେସନ। ବୁଝିପାରିଲେ ସମସ୍ତେ ଡିସିପ୍ଲିନ ଏଠି କଣ?
डिसिप्लिन ର सिंपल मीनिंग जदि आपण माने मन रखिबे ता माने होचे सेल्फ कंट्रोल। क्लियर समस्ते डिसिप्लिन कौन, आइडियलिज्म रे डिसिप्लिन रो मीनिंग कौन बुझी पारले समस्ते। सेल्फ रियलाइजेशन माने होची आमे निजे केते ठीक केते भूल आमे रियलाइज करिबा, आमे केमिति इभालुएट आमे इभालुएट कले तो रियलाइज करिबा सेटा काहे कि समान हबनी। सेमिति गोटे किछि माने मीनिंग सेमिति नाही कि दीटा वर्ड पूरा डिफरेंट सेमिति आमे एठी कहूने, आमे इभालुएट करिकि ही आमे रियलाइज करिबा ना आमे केते ठीक केते भूल, तो सेम हबो काहे कि हबनी हेई परिबो। इंटर डिपेंडेंट हेई परिबा आमे कहि परिबा। क्लियर। यस यस वेरी गुड। देखंतु देखिबा आमे मेरिट्स ऑफ आइडियलिज्म कोन। ओके यस प्रीति बुझी पारला तो। मेरिट्स ऑफ एजुकेशन देखंतु एठी तीनटा पॉइंट कहिला। सॉरी, idealistic education aims at self-realization of all individual by one's own effort. Hence, it promote universal education. एटा आमे यार हेडिंग देई परिबा आमे कोन सेल्फ रियलाइजेशन आमे यार हेडिंग देई परिबा माने तीनटा पॉइंट जो हमर रहउची मेरिट्स रे तीनटा जको पॉइंट आपण माने नोट डाउन करंतु। फर्स्ट होची एक नंबर पॉइंट रो हेडिंग आपण माने देई परिबे सेल्फ रियलाइजेशन। सेकेंड रो देई परिबा आमे इंपोर्टेंट रोल ऑफ टीचर। देन थर्ड आमे देई परिबा इन्फ्लुएंस ऑन अदर फिलोसफीज। जोटा कि एठी लेखा ହେଇची जदि आपण माने हेडिंग दबा पई चाहिबे आपण मानको एग्जाम रे तो हेडिंग मैटर करूची, हेडिंग सब मैटर करूची। जदि मेरिट अंडर रे सब हेडिंग दबा पई चाहिबे एई तीनटा सब हेडिंग आपण एई तीनटा पॉइंट रे देई परिबे। फर्स्ट पॉइंट रे होची सेल्फ रियलाइजेशन। तार एटा तार मीनिंग ता ही एठी कहिची कोन देखंतु। Idealistic education aims at self-realization of all individual by one's own effort. निज एफर्ट रे गोटे पिला जहा शिखुची जहा डिस्कवर करूची तार ट्रू पोटेंशियल जहा अछि सेटा को हमें कोन कहिबा सेल्फ रियलाइजेशन बोली कहिबा आइडियलिस्ट को एजुकेशन मतरे। आउ से कोन करूची सपोर्ट करूची यूनिवर्सल एजुकेशन। यूनिवर्सल एजुकेशन को सपोर्ट करूची माने एजुकेशन फॉर एवरीवन। यूनिवर्सल एजुकेशन मीनिंग एठी होची कोन एजुकेशन फॉर एवरीवन ताको से सपोर्ट करूची माने प्रमोट करूची। पॉइंट 2 देखंतु इन द प्रोसेस ऑफ आइडियलिस्टिक एजुकेशन द टीचर इज असाइन्ड ए वेरी इंपोर्टेंट रोल। एठी हम कहचे हेडिंग ता आपण माने देई परिबे कोन इंपोर्टेंट रोल ऑफ टीचर। इंपोर्टेंट रोल ऑफ टीचर हमर कोन एठी कहला इन द प्रोसेस ऑफ आइडियलिस्टिक एजुकेशन द टीचर इज असाइन्ड ए वेरी इंपोर्टेंट रोल। एठी किछि भी कहनी गोटे टीचर इंपोर्टेंट रोल प्ले करूची। यस यूनिवर्सल माने सार्वजनीन माने एवरीवन सेटा ही कहली एजुकेशन फॉर एवरीवन। आइडियलिज्म हैज इन्फ्लुएंस्ड अदर फिलोसफीज एज वेल। आइडियलिज्म हाँ कहूची तार सब हेडिंग आपण माने देई परिबे थर्ड पॉइंट रो इन्फ्लुएंस ऑन अदर फिलोसफीज। इन्फ्लुएंस ऑन अदर फिलोसफीज ठीक अछि। आइडियलिज्म हैज इन्फ्लुएंस्ड अदर फिलोसफीज एज वेल माने अदर फिलोसोफर माने हम माने सॉरी फिलोसोफर माने कोन कोन देइचंदी स्टेटमेंट कोन कोन कांसेप्ट देइचंदी सेटा को सीए सेटारु मध्य आइडियलिज्म इन्फ्लुएंस हुए। जेमिति हमें फास्ट रु पढिले मीनिंग रु डेफिनेशन ना मीनिंग रे कोथरोटा हमर लेखा आइथिला कोन आइडियलिज्म बहुत गुडे माने एठी लेखा आइथिला कि मेनी एंड ए वैरायटी फॉर्म को से
यूज करूची माने सेथिरु से इंस्पायर होची बहुत गुडे एजुकेशनल आइडियाज हैला मेथड हैला ताको से फॉलो करूची। सेकेंड हेडिंग टा होची इम्पोर्टेंट रोल ऑफ टीचर। थर्ड पॉइंट रो सब हेडिंग होची इन्फ्लुएंस ऑन अदर फिलोसफीज। सेकेंड रो सब हेडिंग होची इम्पोर्टेंट रोल ऑफ टीचर। फर्स्ट टा होची सेल्फ रियलाइजेशन। थर्ड पॉइंट टा आउथर एक्सप्लेन करिवि कहले आमे सिंपली एटा कहि परिबा कि आइडियलिज्म हैज शेप्ड मेनी अदर एजुकेशनल आइडियाज एंड मेथड्स। ये बहुत गुडे एजुकेशनल आइडिया और मेथड को फॉलो करूची ता द्वारा ये इन्फ्लुएंस होची। क्लियर समझते? यस, वेरी गुड। आइडियलिज्म समस्त बुझी पारिले? प्रैग्मेटिज्म मु टिके स्टार्ट करूची आजिरो क्लास प्रैग्मेटिज्म सरीबोनी टिके बास कहि दोचे आपण मानकू। प्रैग्मेटिज्म इज डिराइव्ड फ्रॉम द ग्रीक वर्ड pragma। प्रैग्मेटिज्म टा गोटे ग्रीक वर्ड रो आसीची। ग्रीक वर्ड टा कोन? ग्रीक वर्ड टा होची pragma which means activity or the work done। pragma रो माने कोन? एक्टिविटी हैला गोटे वर्क डन हैला pragma रो मीनिंग होची सेडा। देन कोन कहला? some other scholars think that the word pragmatism has been derived from the Greek word pragmatize, pragmatics, which means practicability or utility। टिके पिला माने मैम प्लीज एक्सप्लेन द आइडियलिज्म। आइडियलिज्म रो कोटा बुझी परलेनी? मैम बुक रे टाइप विषय रे एक्सप्लेन करिछि।